आज ହେଉଛି ପବିତ୍ର ରାକ୍ଷୀ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ରୋଜ ମାନସିକ ଅନଗ୍ରସର ସ୍ୱତନ୍ତ୍ର ବିଦ୍ୟାଳୟରେ ରକ୍ଷାବନ୍ଧନ ପାଳିତ ହୋଇଯାଇଛି। ବିଦ୍ୟାଳୟ କର୍ତ୍ତୃପକ୍ଷ ପିଲାମାନଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି। ପିଲାମାନଙ୍କ ମୁହଁରେ ଟିକେ ହସ ଫୁଟାଇବା ପାଇଁ ବିଦ୍ୟାଳୟ ପକ୍ଷରୁ ଏହି ପ୍ରୟାସ କରାଯାଇଛି। ଏନେଇ ଅଧିକ ସୂଚନା ଦେଉଛନ୍ତି ଆମ ପ୍ରତିନିଧି ହେମନ୍ତ ଦାସ। ହେଉଛି ପବିତ୍ର ରକ୍ଷାବନ୍ଧନ ସ୍ନେହ ଆଉ ପ୍ରେମର ଏହି ବନ୍ଧନରେ ବାନ୍ଧି ହୋଇଥାନ୍ତି ଭାଇ ଆଉ ଭଉଣୀ। ବିଶେଷ କରି ଭାଇର ହାତରେ ରାକ୍ଷୀ ବାନ୍ଧିଥାଏ ଭଉଣୀ। ଏବଂ ଆଜି ବଡ଼ଚଣା ବ୍ଲକର ରୋଜ ଅନଗ୍ରସର ସ୍ୱତନ୍ତ୍ର ବିଦ୍ୟାଳୟ ଯେଉଁ ରହିଛି ସେଠାରେ ଧୁମଧାମରେ ପାଳନ ହେଉଛି ରକ୍ଷାବନ୍ଧନ। ବିଶେଷ କରି ଏଠାରେ ରହୁଥିବା ଯେଉଁମାନେ ଅଛନ୍ତି, ଯେଉଁ ଦିବ୍ୟାଙ୍ଗ ପିଲାମାନେ ରହୁଛନ୍ତି, ସେମାନଙ୍କ ପାଇଁ ସେମାନଙ୍କ ମୁହଁରେ ଟିକେ ଖୁସି ଦେଖିବା ପାଇଁ, ସେମାନଙ୍କ ପାଇଁ ଯେତେବେଳେ ସେମାନେ ଘରେ ନ ରହି ଏଠାରେ ଆସିକି ସେମାନେ ରହୁଛନ୍ତି, ଏହି ବିଦ୍ୟାଳୟରେ ରହୁଛନ୍ତି, ତେଣୁକରି ଆଜି ଏଠାରେ ରକ୍ଷାବନ୍ଧନ ବେଶ ଧୁମଧାମରେ ପାଳନ କରାଯାଉଛି। ମ୍ୟାଡାମ, କେମିତି କ'ଣ ଆଜି ରକ୍ଷାବନ୍ଧନ ପାଳନ କରାଯାଉଛି ଏଠି? ରୋଜ ସ୍କୁଲର ଜଣେ ଷ୍ଟାଫ। ଆଜି ହେଉଛି ପବିତ୍ର ରାକ୍ଷୀ ପୂର୍ଣ୍ଣିମା। ଏଇ ପବିତ୍ର ରାକ୍ଷୀ ପୂର୍ଣ୍ଣିମାରେ ଏଇ ପିଲାମାନଙ୍କୁ ଆମେ ଭାଇ ଭଉଣୀ ହିସାବରେ ରାକ୍ଷୀ ବନ୍ଧନ କରିକି ପିଠା ପିଠା ଖୋଇ ଫୁଲ ଚନ୍ଦନ ଲଗେଇଲୁ। ଆଉ ଏମାନେ ଘରକୁ ସେମାନେ ଯାଇପାରୁନାହାନ୍ତି, ଆମେ ଏମାନଙ୍କୁ ରଖିକି ତାଙ୍କୁ ଭାଇ ଭଉଣୀ ହିସାବରେ ଆମେ ରାକ୍ଷୀ ବାନ୍ଧି ତାଙ୍କୁ ଟିକେ ଉତ୍ସାହିତ କଲୁ। ଏଠି 40 ପିଲା ରହୁଛନ୍ତି। ତାଙ୍କ ଗାର୍ଡିଆନ ମାନେ ଆସିକି ତାଙ୍କ ପିଲାମାନଙ୍କୁ ରାକ୍ଷୀ ଫାକ୍ଷୀ ବାନ୍ଧିକି ଯାଉଛନ୍ତି। ମୋ ଝିଅ ଆସିଥିଲା ମୋ ପୁଅ ହାତରେ ରାକ୍ଷୀ ବାନ୍ଧିବାକୁ, ରାକ୍ଷୀ ବାନ୍ଧିକି ଭାଇ ଭଉଣୀକି ସମସ୍ତଙ୍କୁ ଉତ୍ସାହିତ କରିକି। କେତେ ବର୍ଷ ହେଲାଣି ପୁଅ ଏଠି ରହୁଛି? ଏଇ ମାସେ ଦି ମାସ ସମସ୍ତେ ବସିଲେ, ତାଙ୍କ ସାର୍ ବାନ୍ଧିଲେ, ମୋ ଝିଅ ବି ବାନ୍ଧିଲେ। ଘରେ ଏକାଠି ବାନ୍ଧିଲେ, ଏଠି 40-50 ପିଲା ଅଛନ୍ତି, ସେ ରାକ୍ଷୀ ବାନ୍ଧିଲେ। ଆଜ୍ଞା, କେମିତି କ'ଣ ଏଠି ରାକ୍ଷୀ ପୂର୍ଣ୍ଣିମା କେମିତି କ'ଣ ପାଳନ କରାହଉଛି? ଏଠି ଆମର ଭଲ ଭାବରେ ପ୍ରତିବର୍ଷ ଭଳି ଭଲ ପାଳନ କରାଯାଏ। ପିଲାମାନଙ୍କୁ ମିଠା ଦିଆଯାଏ, ଯେହେତୁ ସେ ପିଲାମାନେ ହଷ୍ଟେଲରେ ଆଜି ରହୁଛନ୍ତି, ଘରେ ରହିପାରୁନାହାନ୍ତି। ତେଣୁକରି ଏଠି ତାଙ୍କୁ ଆମେ ଆମ ପିଲାମାନେ ଯେଉଁ ଷ୍ଟାଫ୍ ଅଛନ୍ତି ସମସ୍ତେ ତାଙ୍କୁ ରାକ୍ଷୀ ବାନ୍ଧିକି ମିଠା ଖୋଇକି ଭଲରେ ରଖୁଛୁ। ଆପଣଙ୍କର କେତେ ପିଲା ଏଠି ରହୁଛନ୍ତି? ଆମର ଏଠି ଏବେ 40 ପିଲା ରହୁଛନ୍ତି, ବୁଝିପାରିଲେ। ଆଉ ଏ ପିଲାମାନେ ଝିଅ ପୁଅ ଅଛନ୍ତି, ତାଙ୍କୁ ସିଆଦରେ ତାଙ୍କ ରାକ୍ଷୀ ବାନ୍ଧି କରୁଛନ୍ତି। ପରିବାର ଲୋକ ଆସନ୍ତି ନା? ପରିବାର ଆସନ୍ତି, ଏବେ ଜଣେ ଆସିଛନ୍ତି ପରିବାର, ତାଙ୍କ ସାଙ୍ଗେ ତାଙ୍କ ପିଲାଙ୍କ ସାଙ୍ଗେ ରାକ୍ଷୀ ବାନ୍ଧି କରୁଛନ୍ତି। ଏଭଳି ଭାବରେ ପ୍ରତିକ୍ରିୟା ଯେ ଯେଉଁ ପିଲାମାନେ ଯେହେତୁ ଘର ଛାଡ଼ି ଏଠାରେ ଆସିକି ରହୁଛନ୍ତି, ଏଇ ସ୍ୱତନ୍ତ୍ର ବିଦ୍ୟାଳୟରେ ଆସିକି ରହୁଛନ୍ତି, ତେଣୁକରି ସେମାନଙ୍କ ମୁହଁରେ ଟିକେ ହସ ଫୁଟାଇବା ପାଇଁ ସେମାନଙ୍କ ହାତରେ ରାକ୍ଷୀ ବାନ୍ଧି ଆଜି ରକ୍ଷାବନ୍ଧନ ପାଳନ କରୁଛନ୍ତି। ବଡ଼ଚଣା ବ୍ଲକ ରୋଜ ସ୍ୱତନ୍ତ୍ର ବିଦ୍ୟାଳୟରୁ ହେମନ୍ତ ଦାସ, ନନ୍ଦିଘୋଷ ଟିଭି।